जय श्री जगन्नाथ भाई मैंने सर्वप्रथम गुरुदेव गणपति जगदम्बा को प्रणाम करी आज आम वास्तु सेशन को आगे बढ़ेगा वास्तु सेशन क्रम आज आम पढ़ा जे गोटे नुआ घर तैयारी हम से कौन कौन सब जिनस दरकार कारण जब गोटे नुआ घर तैयारी कर कौन कौन दरकार एटा आम समरांगण सूत्रधर बोली गोटे बही अच्छी से आचार्य मैंने जहाँ जहाँ लिखिं पुरातन वर्ल्ड क्लासिक वास्तु बुक से बुझा सर्वप्रथमे समरांगण सूत्रधर बहुत ही सुंदर बही वास्तु जो मैंने जानना ସେଥିରେ କ୍ଲିୟରଲି ମେନସନ ଅଛି ଯଦି କୌଣସି ଲୋକ ଘର କରିବ ସର୍ବପ୍ରଥମ ହେଲା ତାର ଭୂମି ପରୀକ୍ଷା କରିବା ଦରକାର ମୁଁ 15ଟା ପଏଣ୍ଟ କହିବି ଗୋଟେ ଗୋଟେ ପଏଣ୍ଟକୁ ଆପଣ ମୁଣ୍ଡରେ ପୁରେଇ ଚାଲ ସର୍ବପ୍ରଥମେ ଦରକାର ଭୂମି ପରୀକ୍ଷା ଯଦି ଭୂମିରେ ହିଁ କଳୁଷିତ ଜିନିଷ ରହିଲା ତାହେଲେ ସରିଲା କଥା ତମେ ଯେତେ ଭଲ ବାସ୍ତୁ କରୁଛ କରୁଥା ତେଣୁ ଭୂମି ପରୀକ୍ଷାଟା ଏତେ ହିଁ ଇମ୍ପୋର୍ଟାଣ୍ଟ ତାକୁ ଆମେ ଅଲରେଡି ପଢିଛେ କି ଭୂମି କେମିତି ପରୀକ୍ଷା କରାଯାଏ କେମିତି ତା ଦେହରୁ କଳୁଷିତା ଦୂରୀକରଣ କରାଯାଏ ତାପରେ କଣ ଯଦି କିଛି କଳୁଷିତ ନ ବାହାରିଲା ଓକେ ଯଦି କଳୁଷିତ ବାହାରିଛି ତାକୁ କଳୁଷିତକୁ ଦୂର କେମିତି କରିବେ ପଏଣ୍ଟ ନମ୍ବର 2 ପଏଣ୍ଟ ନମ୍ବର 3 କଣ ଭୂମିର ଆକାର କେମିତି ଅଛି ଭୂମିର ଆକାରଟା କେମିତି ଅଛି ତାର ପାରିପାର୍ଶ୍ୱିକରେ କଣ ସବୁ ଜିନିଷ ଗୁଡାକ ଅଛି ତାହେଲେ ପଏଣ୍ଟ ନମ୍ବର 3 ପଏଣ୍ଟ ନମ୍ବର 4 କହୁଛି ବାସ୍ତୁ ପୁରୁଷର ମର୍ମ ବାସ୍ତୁ ପୁରୁଷ କେମିତି ଶୋଇଛି ତାର ଅଙ୍ଗ ଗୁଡାକ ସବୁ କୋଉଠି କୋଉଠି ଅଛି ଆପଣ ଯଦି ଯୋଉଠି ବାସ୍ତୁ ପୁରୁଷ ଯୋଉ ମର୍ମ ସ୍ଥାନ ଯୋଉଗୁଡାକ ଅଛି ମର୍ମ ସ୍ଥାନରେ ଯଦି ତମେ ଖୋଳିଦେଲ ଧର ବାସ୍ତୁ ପୁରୁଷ ଶୋଇଛି ତାର ଗୋଡ ଯୋଉଠି ସେଇଠି ତମେ ଖୋଳିଦେଲ ଭୁଲରେ ଶୁଭ ଦେଲା ବେଳୁ ତାହେଲେ ନିଶ୍ଚିତ ଭାବରେ ତମ ବାସ୍ତୁ ପୁରୁଷର ମର୍ମ ସ୍ଥାନରେ ଖୋଳିଛ ମାନେ ତମର ଯୋଉ ଜାଗାରେ ଖୋଳିଛ ବାସ୍ତୁ ପୁରୁଷର ସେଇ ଜାଗାରେ ଗୃହସ୍ୱାମୀ ପୀଡା ହେବା ଥୟ ତେଣୁ ଜାଣିବା ଦରକାର ବାସ୍ତୁ ପୁରୁଷର ମର୍ମ ସ୍ଥାନ କୋଉଟା ତାପରେ ଜାଣିବା ଦରକାର ପଞ୍ଚମ ପଟ ହଉଛି ଘରର ଆକାର ତମେ କୋଉ ଭଳିଆ ଘରର ଆକାର ବନେଇଛ ଆୟତାକାର ବର୍ଗାକାର ଗୋଲ ଚାରିକୋଣିଆ ତାପରେ ଘର ନିର୍ମାଣର ସାମଗ୍ରୀ ସେଟା ବି ଦେଖିବା ସେଟା ହେଲା 6 ନମ୍ବର ପଏଣ୍ଟ 7 ନମ୍ବର ପଏଣ୍ଟ ହଉଛି ଘର ପାଖରେ କିଛି କିଛି ଗଛ ଅଛି କୋଉ କୋଉ କୋଣରେ କୋଉ ଗଛ ଅଛି ସେଟା ସେଇ ଗଛଟା ସେଇ କୋଣର ଗଛଟାକୁ ସେଇ କୋଣର ଗ୍ରହଟାକୁ ସେଇ କୋଣର ଗ୍ରହ ଅଛି ତା ସହିତ ଆଲାଇନ ଅଛି ତ ଯଦି ନାହିଁ କଣ ହବ ଘର ସମୀପରେ ପ୍ରାକୃତିକ ପରିବେଶ କୃତ୍ରିମ ପରିବେଶରେ କଣ କଣ ସବୁ ଜିନିଷ ଅଛି ସେଇଟା ହେଲା 8 ନମ୍ବର ପଏଣ୍ଟ ଏମିତି ଦେବତା ମନ୍ଦିର ପାଖରେ ଘର କରିବା କଥା ନୁହଁ ଗଭର୍ଣ୍ଣମେଣ୍ଟ ଅଫିସ ପାଖରେ ଘର କରିବା କଥା ନୁହଁ ଠିକ ଅଛି 9 ନମ୍ବର ପଏଣ୍ଟ ହଉଛି ମୁଖ୍ୟ ଦ୍ୱାର ମେନ୍ ଏଣ୍ଟ୍ରି ଘର ଠିକ ଅଛି ଏବେ ମେନ୍ ଏଣ୍ଟ୍ରି ବି ଭଲ ହେଇଗଲା ତମକୁ ଭଲ ମିଳିଗଲା 10 ନମ୍ବର ପଏଣ୍ଟ ହଉଛି ଦ୍ୱାର ଭେଦ ତମ ଘର ସାମ୍ନାରେ କିଛି ଗଛ ଅଛି କି ଘର ସାମ୍ନାରେ କିଛି ପାଚେରୀ ଅଛି ଘର ସାମ୍ନାରେ କିଛି ମୁଖ୍ୟ ଦ୍ୱାର ସାମ୍ନାରେ କିଛି ବ୍ଲକେଟ୍ସ ଅଛି ଜଳାଶୟ। 11 ନମ୍ବର ପଏଣ୍ଟ ହଉଛି ଘର ପାଖରେ କିଛି ଜଳୀୟ ସ୍ଥାନ ଅଛି 12 ନମ୍ବର ପଏଣ୍ଟ ହଉଛି ଘରର ଯୋଉ ଘରେ ଯୋଉ ସ୍ଥାନରେ ଯୋଉ ଜିନିଷଟା ରହିବା କଥା ଆଗ୍ନେୟ କୋଣ ରୋଷେଇ ଘର ରହିବା କଥା ସେମିତି ଐଶାନ୍ୟ କୋଣରେ ପୂଜା ଘର ରହିବା କଥା ସେମିତି ଅଛି ତ ଠିକ ଅଛି 13 ନମ୍ବର ପଏଣ୍ଟ ହଉଛି ଘରର ଯୋଉ ମାପଟା ଦିଆଯାଇଛି ସେଇଟା ଆପଣଙ୍କର ବନ୍ଧ ହିସାବରେ ଛିଣ୍ଡୁଛି ତ 14 ନମ୍ବର ପଏଣ୍ଟ ହଉଛି କି ରୋଷେଇ ଘର ଫୋଷେଇ ଘର ସବୁ ବନିଗଲା ମଣିଷ ତାର ଜୀବନର 1/3 ତାର ବେଡରୁମ ରେ କାଟିଦିଏ 8 ଘଣ୍ଟା ତ ଶୁଏ ମିନିମମ୍ ଚାଲ 7 ଘଣ୍ଟା ମାନ 6 ଘଣ୍ଟା ମାନ ଦିନକୁ 6 ଘଣ୍ଟା ଯଦି ମଣିଷ ଶୋଇଲା ତାହେଲେ ତା ମଣିଷର ଜୀବନର 1/4 ମିନିମମ୍ ସେ ତାର ବେଡରୁମ ରେ କାଟିଦେଲା ଯଦି ବେଡରୁମ ବୁଲ ଦିଶାରେ ଶୋଇଲା ସରିଗଲା 15 ପଏଣ୍ଟ ହଉଛି ଘରର ବାସ୍ତୁର ସ୍ଥିତି କୋଉ ଜିନିଷ କିଭଳି ଭାବରେ କୋଉ ଜାଗାରେ ୟୁଜ ହଉଛି
ଏତିକି ସବୁ ଜିନିଷ ସମଗ୍ର ସମରାଙ୍ଗଣ ସୂତ୍ରରେ କ୍ଲିୟର କରାଯାଇଛି। ଆମେ ଆଗକୁ ଯାଇକି ତାର ଡିଟେଲ ଗୁଡାକ ସବୁ ବାସ୍ତୁର ଧୀରେ ଧୀରେ ପଢିବା, ସମରାଙ୍ଗଣ ସୂତ୍ରରୁ ହିଁ ପଢିବା। ଠିକ ଅଛି। ଏ 15ଟା ପଏଣ୍ଟ ସମରାଙ୍ଗଣ ସୂତ୍ରରେ ବହୁତ ହାଇଲାଇଟ କରିଛି, ତାକୁ ଏକ୍ସପ୍ଲେନ ବି କରାଯାଇଛି। ତାପରେ ଆହୁରି ଗୋଟେ ପଏଣ୍ଟ ଅଛି। ତାପରେ ଆଉ ଗୋଟେ ପଏଣ୍ଟ କଣ, ଏ ଘର ଭିତରେ ରହୁଥିବା ଲୋକଟା ଏଟା ସ୍ପିରିଚୁଆଲ ଅଛି କି ପୂଜା ପାଠ କଲା ବାଲା ଅଛି କି ନାହିଁ। ପୂଜା ପାଠ ଦ୍ୱାରା ଅନେକ ମାତ୍ରାରେ ବାସ୍ତୁ ଦୋଷ ଦୂରୀକରଣ ହୁଏ, ଯଦି ସେ ଘର ହୋମ ହଉଥିବ, ହବନ ଯାହାକୁ କହନ୍ତି। ଠିକ ଅଛି। ତେଣୁ ଆଜିର ସେସନ ପାଇଁ ଏତିକି। ଆମେ ଆଜିର ସେସନରେ ବହୁତ କିଛି ଜାଣିଲେ, କଣ କେମିତି କରିବା କଥା। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।